କମ୍ପାନୀ ସମୟ କରୁଛନ୍ତି କିନ୍ତୁ ଗସ୍ତ ଲେଖା ମୁଁ ଜଏନ୍ କରି ବୁଲିବା ପାଇଁ ବନ୍ଦ କରାଗଲା। ତା ପ୍ରକୃତିରେ ଆନ୍ତରିକତା ଅଛି ନା କେବଳ ନିଜ ଦାୟିତ୍ୱଟା ଅଛି ବୋଲି ସରକାର କିଏ ବନ୍ଦ କରିଥିଲା? ଲୋକମାନେ ବନ୍ଦ କରିନାହାନ୍ତି, ବିଜୁ ଜନତା ଦଳ ବନ୍ଦ କରିଥିଲା, କିଛି ଲୋକ ନେଇକି ବନ୍ଦ କରିଥିଲା। ବିଜୁ ଜନତା ଦଳ ନେତୃତ୍ୱରେ ବନ୍ଦ ହେଇଥିଲା, ଲୋକମାନଙ୍କୁ ନାହିଁ। ହେଲେ ପବ୍ଲିକ ଆପଣ ଦେଖୁନାହାନ୍ତି ଲୋକ କେତେ ବିରୋଧ କରୁଥିଲେ, ସାଧାରଣ ଜନତା କେତେ ବିରୋଧ କରୁଥିଲେ ଆପଣମାନେ ଦେଖିଛନ୍ତି। ଗତକାଲି ଜୟପୁର ପ୍ରତ୍ୟେକ ଗୁରୁବାର 7ଟା ୟୁନିୟନ, ଭଣ୍ଡାରୀ ୟୁନିୟନ, ସୁନା ଦୋକାନୀ ୟୁନିୟନ, ତାଙ୍କର ଲୁଗା ଦୋକାନ ୟୁନିୟନ, ଯୋଉଟା କି ଟାଉନର 80% ଦୋକାନୀ ଗୁରୁବାର ଦିନ ବନ୍ଦ ରହିବ। ଏବଂ ତା ଭିତରେ ସରକାର ଘୋଷଣା କଲେ ଇଦ୍ ପାଇଁ ସମ୍ପୂର୍ଣ୍ଣ ଟାଉନ ବନ୍ଦ। ମୋର କଥା ହେଲା, ଯଦି ଆପଣ ପଚାରିଲେ, ମୁଁ ତ କହୁନଥିଲି, ଆପଣ ପଚାରିଲେ ଯେ ତା ପୂର୍ବରୁ କୋଉ ସରକାର ଥିଲା? ବିଜୁ ଜନତା ଦଳ ଥିଲା, ମାନ୍ୟବର ମୁଖ୍ୟମନ୍ତ୍ରୀ ଥିଲେ। ନବୀନ ବାବୁ ବି ବହୁତ ଥର ପ୍ରତିଶ୍ରୁତି ଦେଇଛନ୍ତି ଖୋଲିବା ପାଇଁ ପେପର ମିଲ୍, ଏବଂ ଇଣ୍ଡଷ୍ଟ୍ରି ମିନିଷ୍ଟର ଶ୍ରୀଯୁକ୍ତ ମିଶ୍ର ଥିଲାବେଳେ ସବୁ ସେକ୍ରେଟାରୀ ମିଟିଂ ହେଇଥିଲା। ଗଲା ସରକାରରେ ଚିଫ ସେକ୍ରେଟାରୀ 5 ଥର ମିଟିଂ କରିଛନ୍ତି, ଖୋଲିଦେଲେନି। ସେତକୁ ବିଜୁ ଜନତା ସମୟ ତ ଆମେ ବହୁତ ବିଧାନସଭାରେ ଉଠେଇଛୁ, ବହୁତ କଥା କରିଛୁ, ଆନ୍ଦୋଳନ କରିଛୁ, କାହିଁକି ଚଲେଇଲେନି? କାହିଁ କଣ ପାଇଁ ଚଲେଇଲେ? ସେ ସରକାର ଦୟା ନଥିଲା? ଏବେ ତାଙ୍କ ସରକାର ଗଲା ପରେ ବିଜୁ ଜନତା ଦଳ ଆଖି ଖୋଲିଲା? ସରକାର ଗଲା ପରେ ବିଜୁ ଜନତା ଦଳ ଆଖି ଖୋଲିଲାନି? ଆମେ କଲେକ୍ଟରକୁ ଦେଖା କରିଥିଲୁ, 400 କର୍ମଚାରୀଙ୍କ ସହିତ, ରିଟାୟାର୍ଡ ବାଲାଙ୍କ ସହିତ ଆମେ ଦେଖା ହେଇଥିଲୁ। କଲେକ୍ଟର ଧାରଣା ଦେଇଥିଲୁ, କଲେକ୍ଟର ପ୍ରତିଶ୍ରୁତି ଦେଇଥିଲେ ସବୁ ଦଳକୁ ଡାକିକିରି ଆଲୋଚନା କରି ତାର ଗୋଟେ କାର୍ଯ୍ୟାନୁଷ୍ଠାନ କରିବେ। ଏ କଲେକ୍ଟର ଆମେ ପଳେଇଲୁ, ଆମର ନାଁ ହେଇଗଲା ବୋଲିକି ତାଙ୍କେ ନାଁ କମେଇବା ପାଇଁ ଏଇଟା ଶସ୍ତା ରାଜନୀତି କରୁଛନ୍ତି, ଶସ୍ତା ରାଜନୀତି କରୁଛନ୍ତି। ଏବଂ ଯଦି ଗଲା ସରକାର ତ କରିପାରେନି, ଏ ସରକାର ବି ମୁଖ୍ୟମନ୍ତ୍ରୀ ପାଖରେ ମୁଁ ଦାବି କରୁଛି, ବିଧାନସଭାରେ ବି କହିଛି, ବହୁତ ଥର ଦାବି କରୁଛି। ମୁଖ୍ୟମନ୍ତ୍ରୀ 3 ଥର ପ୍ରତିଶ୍ରୁତି ଦେଇଛନ୍ତି, ଓପନ ପବ୍ଲିକ ମିଟିଂରେ ଦେଇଛନ୍ତି। ଦାବି କିଏ କରିଥିଲା? ମୁଁ କରିଥିଲି। କେତେ ଦଲାଲ ଟାଉଟର ଅଛି। ଏବେ ସେଟା କଣ ଗୋଟେ ଫ୍ୟାକ୍ଟ୍ରି ଥିଲା, ଏବେ ଅଛି। ତା ଆଗରୁ ଗୋଟେ ଫ୍ୟାକ୍ଟ୍ରି ଥିଲା, ଯୋଉଟା କି ଗ୍ରାନାଇଟ୍ ଫ୍ୟାକ୍ଟ୍ରି। ସେ ଗ୍ରାନାଇଟ୍ ଫ୍ୟାକ୍ଟ୍ରିକୁ ବିଜୁ ଜନତା ଦଳ ସରକାର ଥିଲାବେଳେ ବିଜେଡିର କିଛି ନେତା ଖୋଳିକି ନେଇଗଲେ। ତାର ଗ୍ରାନାଇଟ୍ ସହିତ ଶିବ ମହାପ୍ରଭୁଙ୍କ ଲିଙ୍ଗ ସହିତ, ସେ ମନ୍ଦିର ସହିତ ପଡିଥିବାର ଯେତେ ଅସ୍ତ୍ର ଶସ୍ତ୍ର, ଯେତେ ଗ୍ରାନାଇଟ୍ ଫ୍ରାନାଇଟ୍ ଯାହା ଥିଲା ତାକୁ ନେଇଗଲେ। ବର୍ତ୍ତମାନ ସେ ଜମି ବି ନେଇଗଲେ। ଆଙ୍କେ ଇଣ୍ଡଷ୍ଟ୍ରି ବଞ୍ଚେଇବାକୁ ଅଛନ୍ତି କି? କେତେଟା ଇଣ୍ଡଷ୍ଟ୍ରି? ଜୟପୁରରେ ଯୋଉ ଗ୍ରାନାଇଟ୍ ଫ୍ୟାକ୍ଟ୍ରି ଥିଲା ତାକୁ କିଏ ଚୋରି କଲା? ଏଇଟା ସାଧାରଣ ପ୍ରଶ୍ନ ଉଠୁଛି। ଲୋକ ଛି କରୁଛନ୍ତି। ମୁଁ ଅଛି ବୋଲିକିରି ପେପର ମିଲଟା ଅଛି, ନହେଲେ ଚୋରିକି ନେଇଯାଆନ୍ତାନି। ମୁଁ ଜଗେଇଛି, ପୋଲିସ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛି ବୋଲିକିରି ଆଜି ପେପର ମିଲଟା ଅଛି, ଏମାନେ ଆନ୍ଦୋଳନ କରୁଛନ୍ତି ଚଲ ବୋଲିକିରି। ନହେଲେ ତ ସେ ଗ୍ରାନାଇଟ୍ ଫ୍ୟାକ୍ଟ୍ରି ଚୋରି କଲା ବେଳେ ଆକୁ ଚୋରି କରିକି ଏବେ ବି ଚୋରି କରୁଛନ୍ତି, କିଛି ଚୋରି କରୁଛନ୍ତି, ମନା ନାହିଁ। କିନ୍ତୁ ଅଛି, ରିପେୟାର ହେଇପାରିବ ଏବଂ ଖୋଲା ହେଇପାରିବ। ମୁଁ ବଜେଟ ସରକାରୀ ବଜେଟ କରିବି। ସରକାର ଯୋଉ ଇଲିଗାଲ ତା ଉପରେ ଡିମାଣ୍ଡ କରିଛନ୍ତି, ତାକୁ କାଟିବା ପାଇଁ ବିଭିନ୍ନ ସ୍ତରରେ ଦାବି ହେଇକି କରାଯିବ।